ବାର ଯାଉଛି ବାର ଆସୁଛି ଚୋରି ଚବିଶରେ ଖେଳ ଖେଳ ସରିଗଲେ ହାଟ ଉପୁଜିବ ସରିଯିବ ପରା ମେଳ ହାଟ ଭାଙ୍ଗିଗଲେ ଯେ ଧାର ସଉଦା ଧରି ଘରକୁ ଫେରିବେ ଆଉ କିସ ହାଟେ ଅଛି ବୋଲି କରି ପାଶୋରିନ ସର୍ବେ ଦେବେ ହାଟର ସଉଦା ସରିଲେ ରେ ବାବୁ ଘରଟି ଅଭଙ୍ଗା ହୋଇ ଥିଲା ଧନ ତକ ଖଣ୍ଟ ଖାଇଯିବେ ଥୋଇଲା ନହିବ କେହି। ଯୋଉ 22 ପାହାଚ ଖେଳିବ ଦିନ ରହୁଛି ଆ ଭିତରେ ମାଳିକାରେ କଣ ଲେଖା ହେଇଛି? ସେ ତ ଲେଖିଲେ ଯେ 22 ପାବଛେ ମିନ ଖେଳୁଥିବ ସିଂହାସନରେ ବରୁଣ ରତ୍ନ ସିଂହାସନେ ଦାରୁ ଦିଓଟି ନଥିବେ ଚକା ନୟନ ବରୁଣ ଦେବତା ନଥିବେ ଚକା ନୟନ ଆଉ ବେଶୀ ବେଳ ନୁହରେ ନିକଟ କଳିଯିବ ଅପସରି ସର୍ବ ଏକ ମୁଖେ ଡାକିବେ ନିଶ୍ଚୟ ଜୟ ରାମକୃଷ୍ଣ ହରି ଜଗନ୍ନାଥ ଛତିଆ ଯିବେ ମହାକୈବଲ୍ୟ ହାଟ ବସିବ ଝାଡେଶ୍ୱର ଲୁଣ ପଡିବ ଅରଣା ଲୁଣ ପଡିବ ଏଠି ଲୋକନାଥ ନାମରେ ପ୍ରଚାର ହେବ ବୋଲି ତ ଛତିଆ ବୋଇଲେ ତା ଜୀବ ତଳରେ ବି ଛତିଆ ଅଛି କେତେ ଛତିଆ କଥା କୁହାଉଛି। ତେଣୁ କରିକିରି 22 ପାହାଚ ଏଠି ମିନ ଖେଳିବ ସମୁଦ୍ର କୂଳରୁ ପ୍ରଥମ କଥା ତମେ ଦୂରତା ମାପିବ। ଦୂରତା ମାପିବ କଣ ନା ଆମର ଷ୍ଟାର୍ଟ ହଉଛି କୋଉଠୁ ସମୁଦ୍ର ତମେ ମେଡିକାଲ ଛକରୁ ସମୁଦ୍ର ଯାଉଛ ମେଡିକାଲ ଛକରୁ ସମୁଦ୍ର ଯାଉଛ କୋଉ ପଟେ ଆମର କ୍ୟାଣ୍ଟନମେଣ୍ଟ ରୋଡ ଦେଇକିରି ଯାଉଛ ମେଡିକାଲ ଛକରୁ ସମୁଦ୍ରର ଦୂରତା ବା ଆମର ଦୋଳମଣ୍ଡପ ସାହି ରୁ ସମୁଦ୍ର ଦୂରତା କେତେ ପଡିବ 3.5 କିଲୋମିଟର। ଆଚ୍ଛା 3.5 କିଲୋମିଟର ହେଲେ ପୁଣି ଦୋଳମଣ୍ଡପ ସାହିରୁ ସିଂହଦ୍ୱାର କେତେ 100 ମିଟର କେତେ ହେଲା 3 କିଲୋମିଟର 600 ମିଟର ପୁଣି ସିଂହଦ୍ୱାରରୁ 22 ପାହାଚ ଉପର 100 ମିଟର କେତେ ହେଲା 3 କିଲୋମିଟର 700 ମିଟର ଏମିତି କି 4 କିଲୋମିଟର ଏପଟୁ ଯଦି ଆସିବ 4 କିଲୋମିଟର ହଉଛି କଣ ସମୁଦ୍ର କୂଳ ପୁଣି ମେଡିକାଲ ଛକରୁ ବଡଦାଣ୍ଡ ହଉଛି 1.5 କିଲୋମିଟର କେତେ ହେଲା 5.5 କିଲୋମିଟର ମର୍ଚିଗୋଡ ଛକରୁ ସିଂହଦ୍ୱାର 100 ମିଟର ଏମିତି ହେଇକିରି 6 କିଲୋମିଟର ଏପଟେ ପଡିଲା 4 କିଲୋମିଟର ସେପଟେ 4.5 କିଲୋମିଟର ପଡିଲା 4.5 କିଲୋମିଟରକୁ ଯଦି ମାପିଦବ କେତେ ଫୁଟ ହେଲା ଯଦି 2000 ଫୁଟ ଉଞ୍ଚାରେ ଯଦି ପାଣି ଉଠିବ ଉପରକୁ 2000 ଫୁଟ ଉଞ୍ଚାରେ ତେଣୁ କରିକିରି ମହାପୁରୁଷ ଏମିତିଆ ଭାଣ୍ଡାମୀ କଥା ଲେଖିବେ ନାହିଁ ସତ ଲେଖା ହେଇଛି ମିନ ବି ଖେଳୁଛି ତାପରେ ମିନ ବି ଖେଳିଥିଲେ 99 ମସିହା ବାତ୍ୟାରେ କେମିତି ଏତେ ବଡ ଦାଣ୍ଡରେ ସେତେବେଳେ ପାଣି ନଥିଲା ଡ୍ରେନେଜ ସିଷ୍ଟମ ନଥିଲା ଏତେ ଜୋର ପାଣି ହେଲା ଯମଶିଳା ଯାଏ 22 ପାହାଚକୁ ପାଣି ଉଠିଲା ଟିକେ ଗଡିଶା ଚେଙ୍ଗ ସବୁ ଖେଳିଲେ ସିଏ ବି ଲେଖା ହେଇଛି ଦେଖିଛୁ ଆଉ 22 ପାହାଚରେ ବି ଡେଲି ମିନ ଖେଳୁଛନ୍ତି ସଂସାର ଜଳ ରୂପେଣ ମିନ ରୂପେଣ ମାନବା ମିନ ଭଳିଆ ଜନ ଖେଳୁଛନ୍ତି 22 ପାହାଚରେ ଆଉ ଅତିଭକ୍ତି ଡକାୟତ ଲକ୍ଷଣ ଠାକୁର ଆଉ ସିଂହାସନରେ ରହିବେନି ଅତିଭକ୍ତି ହେଇଗଲେ କଣ ଯେତେବେଳେ ବରୁଣ ଦେବତା ତେଣୁ କରିକିରି ବରୁଣ ବୋଇଲେ କଣ ବାରୁଣୀ ବୋଇଲେ ଭୟ ଗୋଟେ ମନରେ ରହିବ ତାପରେ ଗୋଟେ ଦୃଷ୍ଟିରୁ ଦେଖିଲେ ତମେ ଯଦି ଧରିବ ତାକୁ ମହାପୁରୁଷ ଲେଖିଛନ୍ତି ନିତ୍ୟ ରାହାସରେ ଆମର ଲେଖିଛନ୍ତି ଅନନ୍ତ ରାହାସରେ ଲେଖିଛନ୍ତି କହିଲେ ଶରୀରକୁ ଯନ୍ତ୍ର ବୋଲି ନ ନେଇ 22 ଗଣ୍ଠିଆ ବର ମିଶାଇବ 22 ପାହାଚଟେ ସେଇ ରାମଚନ୍ଦ୍ର ଗो ଇଏ ଶରୀରକୁ ଯଦି ଗୋଟେ ଯନ୍ତ୍ର କରିବ କଣ ନା ଦେଉଳ ଶରୀର ଯଦି ଗୋଟେ ଦେଉଳ ହେଲା ଇଏ ଏ ମସ୍ତକ ହଉଛି କଣ ଏଇଟା ହଉଛି କଣ ଆମର ଦଧିନଉତି ୟା ଉପରେ ସହସ୍ରାଘର ସହସ୍ର ଦଳ ପରମ ଶିବ ରହିଲେ ନୀଳଚକ୍ର ଲାଗିଲା ତା ଉପରେ ବାନା ବାନ୍ଧବ ପତ ପାବନ ବାନା ସେ ଲେଖିଲେ ନୀଳଚକ୍ର ଚକ୍ର କାଟି ପାଣି ଯେ ଉଠିବ ନୀଳଚକ୍ର କାଟିକି ପାଣି ଉଠିବ ଉପରକୁ ଲେଖିଛନ୍ତି ସତ୍ୟ 22 ପାବଚ ତମ ଦେହରୁ ଅର୍ଥୋପେଡିକ ସେକ୍ସନକୁ ଯିବ ଡାକ୍ତର ମାନଙ୍କୁ ପଚାରିବ ତମର ଆଙ୍ଗୁଠି ଅଗରୁ ମସ୍ତକ ତାଳୁକା ପର୍ଯ୍ୟନ୍ତ 22ଟା ଗଣ୍ଠି ଅଛି ସିଏ ହେଲା 22 ପାହାଚ 22 ପାହାଚରେ ମିନ ଖାଇବ କଣ ନା ଶରୀରର ଶିରା ପ୍ରଶିରାରେ କଣ ମିନ କଣ ସଂସାର ଜଳ ରୂପେଣ ମିନ ରୂପେଣ ମାନବା ଶରୀରରେ ଶିରା ପ୍ରଶିରାରେ ରକ୍ତ ଜଳ ପ୍ରବାହିତ ହଉଛି ତା ଭିତରେ ପ୍ରାଣ ରୂପୀ ମିନ ଖେଳୁଛି କେତେ 12 ଯାଉଛି 12 ଆସୁଛି ଚୋରି 24ରେ ଖେଳ ଲାଗିଛି ହାଟ ସौदा ସରିଗଲେ ଗଲା ସବୁ କାମ
ଯେତେବେଳେ 22 ପାହାଚରେ ମୀନ ଖେଳୁଥିବ ସିଂହାସନରେ ବରୁଣ। ରତ୍ନ ସିଂହାସନ, ରତ୍ନ ସିଂହାସନ କୋଉଠି? ହେଲେ କଣ୍ଠସ୍ଥ ପ୍ରମାଣ ଚନ୍ଦନ ଅର୍ଗଳି ବିନତାକୁ ମୋର ଦେଇ ମସ୍ତକ ପ୍ରମାଣ ରତ୍ନ ସିଂହାସନ ମନେ ରଖିଥାଉ। ବ୍ରହ୍ମ ବିରାଟ ଯନ୍ତ୍ର, ଏଥର ତ ବ୍ରହ୍ମ ବିରାଟ ଯନ୍ତ୍ର ନାହିଁ।